ମାନେ ଆମ ସହିତ ପ୍ରୋଗ୍ରାମ କରୁଥିଲେ ସେମାନଙ୍କୁ ଯାଇ ପଚାରନ୍ତୁ ଯେ ଛି ଛି ଛିରେ ନନି ଛି ଗୀତଟା ଯେଉଁଟା ଅଛି ସେଟା ସମ୍ବଲପୁରୀ ନା ଦେଶୀ ଲୋକମାନେ ଆଜି ସେମାନେ କ୍ଲେମ୍ କରୁଛନ୍ତି ଯେ ଏଇ ଗୀତଟା ସମ୍ବଲପୁରୀ ଗୀତ କିମ୍ବା ସମ୍ବଲପୁରୀ ସଙ୍ଗ୍ ସେମାନଙ୍କୁ ମୁଁ କହୁଛି କୋରାପୁଟିଆ ସଙ୍ଗ୍ ଯେଉଁ ଏବେ ବହୁତ ଭାଇରାଲ ହେବାରେ ଲାଗିଛି ଛିରେ ନନି ଛି କିନ୍ତୁ ତାହାକୁ ସୋସିଆଲ ମିଡ଼ିଆରେ ବହୁତ ଲୋକ ତାହାକୁ ସମ୍ବଲପୁରିଆ ଗୀତ ବୋଲି ସମ୍ବୋଧନ କରୁଛନ୍ତି ସେ ବିଷୟରେ ସାର୍ ଆପଣ କ'ଣ କହିବାକୁ ଚାହିଁବେ? ଦେଖନ୍ତୁ କିଏ କ'ଣ କହିଲା ସେଥିରେ କିଛି ଖରାପ ଭାବବାର ନାହିଁ। ଯେଉଁ ଲୋକମାନେ କହୁଛନ୍ତି ସମ୍ବଲପୁରର କିଛି ବ୍ଲଗର୍ସ ଅଛନ୍ତି ଯେଉଁମାନେ କହୁଛନ୍ତି ସୋସିଆଲ ମିଡ଼ିଆରେ ଏଇଟା ସମ୍ବଲପୁରୀ ଗୀତ ବୋଲିକି ତାକୁ ଟ୍ୟାଗ୍ କରୁଛନ୍ତି, ଟ୍ୟାଗ୍ ଲାଇନ୍ ଦେଉଛନ୍ତି କିମ୍ବା ତଳେ ସବଟାଇଟଲ୍ସ ଦେଉଛନ୍ତି ଏ ସମ୍ବଲପୁରୀ ଗୀତ। ମୁଁ ସେମାନଙ୍କୁ କହିଦେବାକୁ ଚାହେଁ ଯେ ସ୍ୱର୍ଗତ ସତ୍ୟନାରାୟଣ ଅଧିକାରୀଙ୍କ ସ୍ୱରଚିତ ଗୀତ ନିଜେ ସଙ୍ଗୀତ ଦେଇଛନ୍ତି ଆଉ ନିଜେ ଗାଇଛନ୍ତି। ଆଉ ସତ୍ୟ ଭାଇନାଙ୍କ ସହିତ ମୁଁ ସମ୍ବଲପୁର ଅଞ୍ଚଳରେ ତାଙ୍କ ସହିତ ସେ ସମୟରେ ଗୁଡ଼ାଏ ପ୍ରୋଗ୍ରାମକୁ ଯାଇଥିଲି, ପ୍ରୋଗ୍ରାମ କରିଛି। ସତ୍ୟ ଭାଇନା କୋରାପୁଟିଆ ଆଦିବାସୀ ଗୀତକୁ ଗୋଟେ ଦିଗ୍ଦର୍ଶନ ଦେଇଥିଲେ। ତାଙ୍କୁ ଆମେ କହିବା କୋରାପୁଟିଆ ଆଦିବାସୀ ଗୀତ ଯେଉଁ ଆଲବମ୍ କିମ୍ବା କ୍ୟାସେଟ୍ର ଯେଉଁ ଟ୍ରେଣ୍ଡ ଚାଲିଥିଲା ସେ ସମୟରେ ତା'ର ଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କଠୁ ଆରମ୍ଭ ହୋଇଥିଲା କୋରାପୁଟିଆ ଆଦିବାସୀ ଗୀତ। ଆଉ ସେହି ସମୟରେ ତା ପୂର୍ବରୁ 70 ଦଶକରେ ସମ୍ବଲପୁରୀ ଗୀତକୁ ଯିଏ ବିଶ୍ୱ ଦରବାରରେ ପହଞ୍ଚାଇଥିଲେ ଗୋଟେ ଗୀତ ଭାଇରାଲ ହେଇଥିଲା, ବର୍ତ୍ତମାନ ବି ଚାଲିଛି, ତା'ର ରିମିକ୍ସ ହେଇକିରି ରିମେକ୍ ହେଇକିରି ଚାଲିଛି, ରଙ୍ଗବତୀ ଗୀତ। ମିତ୍ରମାନେ ଗୌତିଆ ତାକୁ ରଚନା କରିଥିଲେ ଏବଂ ପ୍ରଦୀପ ପାତ୍ର ଏବଂ ତାକୁ ସ୍ୱର ସଂଯୋଜନା କରିଥିଲେ। ମୂଳ ଗୀତଟା ହେଉଛି ଏଇଟା ଗୋଟେ ସେମାନଙ୍କର ଲୋକଗୀତ, କିନ୍ତୁ ତାକୁ କିଛି ସଙ୍ଗୀତର ଧାରାରେ ତାକୁ ସଜାଇଥିଲେ ପ୍ରଦୀପ ପାତ୍ର ଏବଂ ପ୍ରଭୁଦତ୍ତ ପ୍ରଧାନ। ଗାଇଥିଲେ ଜିତେନ୍ଦ୍ର ହରିପାଲ ଏବଂ କୃଷ୍ଣା ପଟେଲ। ଜିତେନ୍ଦ୍ର ହରିପାଲଙ୍କ ସହିତ ମଧ୍ୟ ସତ୍ୟ ଭାଇନା ପ୍ରୋଗ୍ରାମ ମିଶିକିରି ଗୋଟେ ମଞ୍ଚରେ କରିଛନ୍ତି। ଆମେ ବି ସେଇ ମଞ୍ଚରେ ଉପସ୍ଥିତ ରହିଥିଲୁ, ଆମେ ବି ସହଯୋଗ କରିଥିଲୁ, ବାଦ୍ୟଯନ୍ତ୍ର ସହଯୋଗିତା କରିଥିଲୁ ଏବଂ କୋରାପୁଟିଆ ଯେଉଁ ଆଦିବାସୀ ନୃତ୍ୟ ତାକୁ ନେଇକି ଯାଇଥିଲୁ। ଏମିତି ଗୋଟେ ମଞ୍ଚ ଥିଲା ଯେଉଁଠିକି ପଶ୍ଚିମାଞ୍ଚଳର ନୃତ୍ୟ ଗୀତ ଏବଂ ଆମର ଦକ୍ଷିଣ ଓଡ଼ିଶାର ନୃତ୍ୟ ଗୀତ ଗୋଟେ ମଞ୍ଚରେ ହେଉଥିଲା। ଯେଉଁ ବ୍ଲଗରମାନେ ଆଜି ସେମାନେ କ୍ଲେମ୍ କରୁଛନ୍ତି ଯେ ଏଇ ଗୀତଟା ସମ୍ବଲପୁରୀ ଗୀତ କିମ୍ବା ସମ୍ବଲପୁରୀ ସଙ୍ଗ୍ ସେମାନଙ୍କୁ ମୁଁ କହୁଛି ସମ୍ବଲପୁର ଅଞ୍ଚଳର ପ୍ରଖ୍ୟାତ କଳାକାର ବର୍ତ୍ତମାନ ଅଛନ୍ତି ଲିଭିଂ ଲିଜେଣ୍ଡ ଜିତେନ୍ଦ୍ର ହରିପାଲ, ଆଉ ତାପରେ ପଦ୍ମିନୀ ଦୋରା, ଦୁର୍ଗା ଦାସ ଏବଂ ଶତ୍ରୁଘ୍ନ ଲୋହାର, ଏମାନେ ଆମ ସହିତ ପ୍ରୋଗ୍ରାମ କରୁଥିଲେ। ସେମାନଙ୍କୁ ଯାଇ ପଚାରନ୍ତୁ ଯେ ଛି ଛି ଛିରେ ନନି ଛି ଗୀତଟା ଯେଉଁଟା ଅଛି ସେଟା ସମ୍ବଲପୁରୀ ନା ଦେଶିଆ। ମୂଳତଃ ଏଇଟା ହେଉଛି ଦେଶିଆ ଗୀତ। ମୁଁ ବି ଅନୁରୋଧ କରିଛି ଯେ ଜିତେନ୍ଦ୍ର ଦାଦାକୁ ଅନୁରୋଧ କରିଛି ଆଉ ପଦ୍ମିନୀ ଦୋରାଙ୍କୁ ବି ଅନୁରୋଧ କରିଛି ଏବଂ ଦୁର୍ଗା ଦାସଙ୍କୁ ଅନୁରୋଧ କରିଛି ଯେ ସେମାନେ ତା'ର କ୍ଲାରିଫିକେସନ୍ ଦିଅନ୍ତୁ, ଭିଡ଼ିଓ ହ୍ୱାଇଟ୍ କରିଦିଅନ୍ତୁ। ଯଦି ଭିଡ଼ିଓ ହ୍ୱାଇଟ୍ ଆଭେଲେବଲ୍ ହୁଏ ମୋ ପାଖରେ, ଯେତେବେଳେ ଆସିକି ପହଞ୍ଚିଲା ମୁଁ ଦର୍ଶକଙ୍କ ସାମ୍ନାରେ ରଖିବି ତାକୁ।